ଜୟଗୁରୁ। ଭାବ ସାଧନ, ଭାବର ସଞ୍ଚାର। ଗୌରୀଙ୍କ ଦେହରେ ସାତ୍ତ୍ୱିକ ଭାବର ଉଦୟ ହେଲା। କମ୍ପି କମ୍ପି ସେ ନିଗମାନନ୍ଦଙ୍କ ଚରଣ ତଳେ ଲୋଟି ପଡ଼ିଲେ। ତ୍ରିକାଳଙ୍ଗା ପ୍ରେମିକା ଋଷିଙ୍କର ମନ ଯେ ଏତେ କୋମଳ ହୁଏ, ନିଗମାନନ୍ଦ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଯାହାଙ୍କୁ ଦେଖି ବକ୍ରାଦପି କଠୋର ବୋଲି ମନେ ହେଉଥିଲା, ପ୍ରେମ ପ୍ରସଙ୍ଗରେ ତାଙ୍କୁ କୁସୁମଠାରୁ କୋମଳ ଦେଖି ସେ ଆଶ୍ୱସ୍ତ ହେଲେ। ନିଗମାନନ୍ଦ ପଦତଳକୁ ଧରି ତାଙ୍କୁ ଉଠାଇଲେ। ଗୌରୀ ଆବେଗମୟ ସ୍ୱରରେ କହିଲେ, ମୁଁ ସମସ୍ତ ଜୀବନ ଧରି ତୁମ ଆସିବା ପ୍ରତୀକ୍ଷାରେ ବସି ରହିଛି। ତୁମେ କେବେ ଏ ପ୍ରେମ ପ୍ରବାହ ଜଗତରେ ପ୍ରବାହିତ କରିବ? ଆଜି ତୁମକୁ ପାଇ ମୁଁ ଧନ୍ୟ ହୋଇଛି। ଯେଉଁ ନର ଦେବତ୍ୱ ଲାଭ କରିଛନ୍ତି ଏବଂ ଯେଉଁ ନାରୀ ହ୍ଲାଦିନୀ ରୂପେ ଲାଭ କରିଛନ୍ତି, ଉଭୟଙ୍କ ମିଳନରେ ଆଜି ଏ ସ୍ଥାନ କୈଳାସ ବା ବୈକୁଣ୍ଠରେ ପରିଣତ ହେଲା। ଏହା କହୁ କହୁ ନିଗମାନନ୍ଦ ଯେଉଁ ପଲଙ୍କରେ ବସିଥିଲେ, ଗୌରୀ ସେହି ପଲଙ୍କର ଗୋଟିଏ ପାଖରେ ଯାଇ ବସିପଡ଼ିଲେ। ଗୌରୀଙ୍କର ପ୍ରେମଣିକ୍ଷା ଦେବା ପ୍ରଣାଳୀ ନିଗମାନନ୍ଦଙ୍କ ଭିତରେ ଧୀରେ ଧୀରେ ଉଦ୍ଭାବନା ଆଣିଦେଲା। ଠାକୁର ନିଗମାନନ୍ଦ ନିଶାଗ୍ରସ୍ତ ପରି ଗୌରୀଙ୍କ ଆଡ଼କୁ ନିମେଷହୀନ ନେତ୍ରରେ ଚାହିଁ ରହିବାକୁ ବାଧ୍ୟ ହେଲେ। ପାଠକମାନେ ଅବଗତ ଅଛନ୍ତି ଯେ, କୋଟା ଜଙ୍ଗଲରେ ଦେଖିଥିବା ଯୋଗିନୀଙ୍କ ତୁଳନାରେ ଗୌରୀଙ୍କର ବୟସ ପ୍ରାୟ 16 ବର୍ଷ ପରି ପ୍ରତୀୟମାନ ହେଉଥିଲା। କିନ୍ତୁ ପ୍ରାଣର କମ୍ପନ ଦ୍ୱାରା ଦେଖୁ ଦେଖୁ ଗୌରୀଙ୍କର ବୟସ ଓ ଆକୃତିର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଗଲା। ଗୌରୀ ରାଜେଶ୍ୱରୀଙ୍କର ଭାବ ପରିପୂର୍ଣ୍ଣ ହୋଇଗଲେ। ଭାବର କମ୍ପନ ସଙ୍ଗେ ସଙ୍ଗେ ତାଙ୍କର ବୟସ 16 ବର୍ଷ ବୋଲି ପ୍ରତୀୟମାନ ହେଲା। ଷୋଡ଼ଶୀ ରମଣୀଙ୍କ ପରି ଅବୟବ ଦେଖାଗଲା। ଗୌରୀଙ୍କ ପୂର୍ବ ରୂପ ଅନ୍ତର୍ହିତ ହୋଇଗଲା। ଯେଉଁ ରୂପ ଯୋଗ ଓ ଜ୍ଞାନର କଠୋର ସାଧନା ଦ୍ୱାରା 2 ବର୍ଷ ହେଲା ମନରୁ ଅନ୍ତର୍ହିତ ହୋଇଯାଇଥିଲା, ସେହି ପୂର୍ବାଶ୍ରମର ପ୍ରାଣୋନ୍ମୋଦନକାରୀ ମା ସୁଧାଂଶୁବାଳାଙ୍କର ରୂପ ଗୌରୀ ଧାରଣ କଲେ। କିନ୍ତୁ ଆକୃତି ତାଙ୍କ ପରି ହେଲେ ମଧ୍ୟ ତାଙ୍କଠାରୁ ସହସ୍ର ଗୁଣରେ ଜ୍ୟୋତିର୍ମୟ। ନୟନରୁ ମୁକ୍ତାଫଳ ପରି ବିନ୍ଦୁ ଝରି ପଡ଼ୁଛି। ସାରା ସଂସାରଟା ପ୍ରହେଳିକା ପରି ସ୍ୱାମୀ ନିଗମାନନ୍ଦଙ୍କ ପଦତଳକୁ ଖସିଗଲା। ସେ ଆଉ କିଛି ଦେଖିବାକୁ ପାଇଲେ ନାହିଁ। ଖାଲି ଠାକୁର ଠାକୁରାଣୀ। ଭାବ ଓ ପ୍ରେମର ଉଭୟ ଉନ୍ନତ। ବହୁଦିନ ପରେ ଦେଖା ସାକ୍ଷାତ। ଚକ୍ଷୁ ଜଳରେ ଭାବ ବିନିମୟ ହେବାକୁ ଲାଗିଲା। ବ୍ରହ୍ମଜ୍ଞ ନିଗମାନନ୍ଦଙ୍କର ବ୍ରହ୍ମଜ୍ଞାନ ଚୂର୍ଣ୍ଣୀଭୂତ ହୋଇଗଲା। ସେ ଦିନାତିଦୀନ ଭାବରେ ମହାଭାବମୟୀଙ୍କ ନିକଟରେ ପ୍ରଣୟନ ଭିକାରୀ ହୋଇ ମୂର୍ଚ୍ଛିତ ହୋଇପଡ଼ିଲେ। ଠିକ୍ ସେହି ସମୟରେ ମନୋମୟୀ ରୂପଧାରିଣୀ ଗୌରୀଙ୍କ ପ୍ରେମ ସ୍ପର୍ଶରେ ନିଗମାନନ୍ଦ ଭବସମାଧିରେ ମଗ୍ନ ହେଲେ। ନିତ୍ୟଲୋକର ଆସ୍ତରଣପଟ ଚିରଦିନ ନିମିତ୍ତ ଉନ୍ମୁକ୍ତ ହୋଇଗଲା। ପ୍ରତ୍ୟୁଷ ପର୍ଯ୍ୟନ୍ତ ନିଗମାନନ୍ଦ ଭାବ ସମାଧିରେ ମଗ୍ନ ହୋଇ ରହିଲେ। ସକାଳୁ ତାଙ୍କର ବାହ୍ୟ ଚୈତନ୍ୟ ଫେରିଆସିଲା। ସେ ଗୌରୀଙ୍କ ନିକଟକୁ ବିଦାୟ ଭିକ୍ଷା କଲେ। ସୁଦୀର୍ଘକାଳ ପାହାଡ଼ ଭିତରେ ଆତ୍ମଗୋପନ କରି ହୃଦୟ ଭଣ୍ଡାରରେ ଯେଉଁ ପ୍ରେମ ସଞ୍ଚାର କରି ରଖିଥିଲେ, ଗୌରୀ ଆଜି ତାହା ଉପଯୁକ୍ତ ପାତ୍ରରେ ସଞ୍ଚାରିତ କରି ଜଗତରେ ପ୍ରଚାର କରିବାକୁ ତାଙ୍କୁ ଆନନ୍ଦରେ ବିଦାୟ ଦେଲେ। ବିଦାୟ ଦେବାବେଳେ ଗୌରୀମା ପୁନଶ୍ଚ କହିଲେ, ଶ୍ରୀ ଗୌରାଙ୍ଗ ଦେବ ବୈଦିକ ସନ୍ନ୍ୟାସ ଗ୍ରହଣ କରିଥିଲେ। ସେ ଅବତାର ଥିବାରୁ ଜ୍ଞାନ ସ୍ୱତଃସିଦ୍ଧ ଭାବରେ ତାଙ୍କଠାରେ ପୂର୍ଣ୍ଣ ଥିଲା। ଜୀବକୁ ପୂର୍ଣ୍ଣତା ଲାଭର ସହଜ ଉପାୟ ପ୍ରଦର୍ଶନ ନିମିତ୍ତ ଶ୍ରୀ ଚୈତନ୍ୟଦେବ ସର୍ବଦା ପ୍ରେମ ଭକ୍ତି ଆଶ୍ରୟପୂର୍ବକ ଅବସ୍ଥାନ କରୁଥିଲେ। ଉକ୍ତ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରଗାଢ଼ ପ୍ରୀତିର ସମ୍ବନ୍ଧ। ମହାପ୍ରଭୁ ଏହି ସମ୍ବନ୍ଧ ବିଷୟରେ ସବୁ ସମୟରେ ନିଜ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ। ଭଗବାନଙ୍କୁ ପଞ୍ଚ ଭାବରେ ଭଜନ କରାଯାଇଥାଏ। ପ୍ରତ୍ୟେକ ମନୁଷ୍ୟ ତାଙ୍କୁ ପରମ ଆତ୍ମୀୟ ଅଥବା ପିତାମାତା, ପ୍ରଭୁ, ସଖା ବା ସ୍ୱାମୀ ରୂପେ ଭଲ ପାଇବା କର୍ତ୍ତବ୍ୟ। ଭଗବାନଙ୍କ ପ୍ରତି ଏହି ପ୍ରେମ ଭକ୍ତର ଭାବନା।
ନେଇ ସଂସାର କରିବାକୁ ହୁଏ। ମନୁଷ୍ୟ ତାଙ୍କୁ ଏହିଭଳି ଭାବରେ ଭଲ ପାଇବା ବୋଲି ଭଗବାନ ସଂସାର ସୃଷ୍ଟି କରିଛନ୍ତି ଏବଂ ସଂସାରର ଶ୍ରେଷ୍ଠ ସୃଷ୍ଟି ମନୁଷ୍ୟକୁ ହିଁ ଜ୍ଞାନ ଭକ୍ତିର ଐଶ୍ୱର୍ଯ୍ୟ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ସ୍ୱ ଇଷ୍ଟ ଦେବତାଙ୍କୁ ପ୍ରାଣ ଅପେକ୍ଷା ପ୍ରିୟତମ କରିବେ। ଏହି ପ୍ରେମ ଭକ୍ତି ଦ୍ୱାରା ହିଁ ଜୀବନ ଚରମ ସାର୍ଥକ୍ୟତାର ଲାଭ କରିଥାଏ। ଗୌରୀ ମାଙ୍କ ଉପଦେଶରେ ଜ୍ଞାନ ଯୋଗସିଦ୍ଧ ନିଗମାନନ୍ଦ ଭଗବତ୍ ପ୍ରେମରେ ବିଭୋର ହୋଇଗଲେ। ସେ ବୁଝିପାରିଲେ ଜନ୍ମ ଜନ୍ମାନ୍ତର ଧରି ଜୀବକୁ ଏହି ପ୍ରେମ ଭକ୍ତି ମନ୍ତ୍ରରେ ଦୀକ୍ଷିତ କରିବା ନିମିତ୍ତ ଭଗବାନ ଚେଷ୍ଟା କରିଆସୁଛନ୍ତି। ଜଣେ ସାଧକ ସିଦ୍ଧି ଲାଭ କଲେ ସେଥିରେ ଭଗବାନ ହିଁ ଆନନ୍ଦ ଉପଭୋଗ କରନ୍ତି। କାରଣ ସେ ଯେତେବେଳେ ସାଧାରଣ ଲୋକ ହିସାବରେ କେବଳ ପୁତ୍ର କନ୍ୟାକୁ ନିଜର ବୋଲି ଭାବିକି ନାହାନ୍ତି, ଭଗବାନଙ୍କୁ ପୁତ୍ର କନ୍ୟା ଜ୍ଞାନରେ ସୁଖ ପାଇବ। ନଳିନୀକାନ୍ତଙ୍କୁ କିଶୋର ବୟସରେ ମାତୃହୀନ କରି ଯୌବନରେ ପତ୍ନୀ ବିଚ୍ଛେଦ ପରେ ପରଲୋକ ଜଗତରେ ପତ୍ନୀ ବେଶରେ ଦର୍ଶନ ଦେଇ ସେହି ଭଗବାନ ହିଁ ତାଙ୍କୁ ଜ୍ଞାନ ସାଧନାରେ ଉଦ୍ବୁଦ୍ଧ କରିଛନ୍ତି। ତେଣୁ ଭଗବାନ ହିଁ ମାନବର ପରମ ହିତୈଷୀ ବନ୍ଧୁ। ତାଙ୍କ ଭଳି ଆତ୍ମୀୟ ସ୍ୱଜନ ଜୀବର ଅନ୍ୟ କେହି ନାହାନ୍ତି। ସେତେବେଳେ ସହଜ ଭକ୍ତିଭାବ ଋଷି ନିଗମାନନ୍ଦଙ୍କ ଭିତରେ ପୁଣି ଜାତ ହେଲା। ସେ ବାଲ୍ୟ କାଳରେ ପାଠଶାଳାରେ ପଢ଼ିଥିଲେ ଯେ ସୁସମସ୍ତେ କରିଥାନ୍ତି ସର୍ବେ ଗଳାହାର, ଅସମୟେ ହାୟ ହାୟ କେନୁହେଁ କାହାର। ଆପଦ ବିପଦ ସବୁ କାଳେ ଭଗବାନ, କେବଳ ପରମ ବନ୍ଧୁ ରଖ ଏହି ଜ୍ଞାନ। ବର୍ତ୍ତମାନ ବାହ୍ୟ କାଳରେ ସେହି ନୀତିଶିକ୍ଷା ସମ୍ପୂର୍ଣ୍ଣ ସତ୍ୟରେ ପରିଣତ ହେଲା। ସେ ମନ୍ତ୍ରଲାଭ ନିମିତ୍ତ ବ୍ୟାକୁଳ ହେବାକୁ ଭଗବାନ ସଚ୍ଚିଦାନନ୍ଦ ସ୍ୱାମୀଙ୍କ ମୂର୍ତ୍ତିରେ ତାଙ୍କୁ ମନ୍ତ୍ର ଦାନ କଲେ। ଗୁରୁ ଖୋଜି ନ ପାଇ ଆତ୍ମହତ୍ୟାର ସଂକଳ୍ପ କରିବାକୁ ସେହି ଭଗବାନ ହିଁ ତାଙ୍କୁ ସ୍ୱପ୍ନରେ ବାମାକ୍ଷେପାଙ୍କ ସନ୍ଧାନ ପ୍ରଦାନ କଲେ। ସାଧନାରେ ମଧ୍ୟ ସେହି ଭଗବାନ ତାଙ୍କୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କେବଳ ରକ୍ଷା କରିନାହାନ୍ତି, ପରନ୍ତୁ ଅତି ଆପଣାର ଲୋକ ଭଳି ସାହାଯ୍ୟ କରି ଆସିଛନ୍ତି। ପୁଣି ସାଧନା ଶିକ୍ଷା ଦେଇ ନିର୍ବିକଳ୍ପ ଜ୍ଞାନ ଲାଭ ପରେ ମଧ୍ୟ ସେହି ଭଗବାନ ତାଙ୍କୁ ଅନ୍ନପୂର୍ଣ୍ଣା ମୂର୍ତ୍ତିରେ ଦର୍ଶନ ଦେଇ ତାଙ୍କ ମନକୁ ଭ୍ରାନ୍ତି ଦୂର କରିଛନ୍ତି। ନିଗମାନନ୍ଦ ଯେତେ ଭାବିଲେ ତାଙ୍କ ହୃଦୟ ସେତେ ଶୁଦ୍ଧ ଭକ୍ତିରେ ବିଗଳିତ ହୋଇଗଲା। ସେ ଜ୍ଞାନସିଦ୍ଧ ପରେ ପ୍ରେମ ଭକ୍ତି ଲାଭ କରି ସହଜରେ ପ୍ରେମରେ ପାଗଳ ପରି ହୋଇଗଲେ। ସ୍ୱାମୀ ନିଗମାନନ୍ଦଙ୍କର ଇଷ୍ଟ ଦେବୀ ଥିଲେ ମହାବିଦ୍ୟା ତାରା ଦେବୀ। ଏହି ସମୟରେ ଭଗବାନ ପୁଣି ତାଙ୍କୁ ଇଷ୍ଟଦେବୀ ମୂର୍ତ୍ତିରେ ଦର୍ଶନ ଦାନ ପୂର୍ବକ କହିଥିଲେ, ତୁମେ ପୂର୍ବଜନ୍ମରେ ମୋତେ ତୁମର ସ୍ତ୍ରୀ ରୂପରେ ସୁଖ ପାଇବାକୁ ଇଚ୍ଛା କରିଥିଲ। ଏହି ଜନ୍ମରେ ତୁମର ସେହି ବାସନା ପୂର୍ଣ୍ଣ ହେବ। ମୁଁ ଭକ୍ତ ବାତ୍ସଲ୍ୟ କଳ୍ପତରୁ ବର୍ତ୍ତମାନ ଠାରୁ ମୁଁ ତୁମକୁ ତୁମର ସ୍ୱାଧିସ୍ତ୍ରୀ ସୁଧା ଦେବୀଙ୍କର ପରି ସୁଖ ପାଇବି ଓ ସେବା କରିବି। ତୁମେ ନିଜର ମହାଶକ୍ତିର ସ୍ୱାମୀ ସାକ୍ଷାତ୍ ଶିବ ବୋଲି ଜ୍ଞାନ କରିବ। ଜଗଦ୍ଗୁରୁ ଶିବ ହିଁ ମହାଶକ୍ତିର ଭର୍ତ୍ତା। ଅତଏବ ତୁମେ ମଧ୍ୟ ଶିବ ସ୍ୱରୂପ। ତୁମେ ହିଁ ସାର୍ବଭୌମ ଗୁରୁ। ଜଗତବାସୀ ତୁମର ସନ୍ତାନ। ତୁମେ ଗୁରୁ ଭାବରେ ଲୋକାଳୟକୁ ଗମନ କରି ଜୀବକୁ ସ୍ୱରୂପ ଜ୍ଞାନ ଦେଇ ଉଦ୍ଧାର କର। ଅଜ୍ଞାନୀ ଜୀବକୁ ଆତ୍ମଜ୍ଞାନଦାତାର ବ୍ୟବସ୍ଥା କର। ଶାସ୍ତ୍ରରେ ଅଛି, ଶ୍ରୀ ଭଗବାନ ହିଁ ଜଗଦ୍ଗୁରୁ। ଜଗଦୀଶ୍ୱର ରୂପେ ସେ ଯେତେବେଳେ ପରିବ୍ରାଜକ ନିଗମାନନ୍ଦଙ୍କୁ ଗୁରୁଭାବ ଅଙ୍ଗୀକାରରେ କରିବାକୁ କହିଲେ ଓ ନିଜେ ଦାସୀ ଭାବରେ ତାଙ୍କର ସେବା କରିବେ ଏହି ପ୍ରତିଶ୍ରୁତି ଦେଲେ, ସେତେବେଳେ ସ୍ୱାମୀ ନିଗମାନନ୍ଦ ନିଜକୁ ପୂର୍ଣ୍ଣ ବୋଲି ଜ୍ଞାନ କଲେ। ଜୟ ଗୁରୁ।